ମୋ ନାଁ ହେଉଛି ରୁହି। ମୋତେ ଯେତେବେଳେ 10 ବର୍ଷ ହୋଇଥିଲା ସେତେବେଳେ ମୋ ମା ବିଷ ପିଇକି ସୁଇସାଇଡ଼୍ କରିଦେଇଛନ୍ତି। ତାପରେ ମୁଁ ମୋ ଆଈ ଘରେ ରହିକି 6 ମାସ ପାଠ ପଢ଼ିଲି। ମୋ ଝିଅ ମୋ ଘରେ ରହିବ କହିକି ମୋ ଆଈ ସହ ଝଗଡ଼ା କରିକି ମୋ ବାପା ଯାଇକି ମୋତେ ଧରିକି ପଳେଇ ଆସିଲେ। ମୁଁ 11 ବର୍ଷ ବେଳକୁ ମୋ ବାପା ସହ ରହୁଥିଲି। ଧୀରେ ଧୀରେ ମୋ ବୟସ ବଢ଼ି ଚାଲିଲା। ମୋ ବାପା ମୋ ଆଈ ଘରୁ ମୋତେ ଆଣିବା ପରେ ମୁଁ ବହୁତ କାନ୍ଦିଛି। ସବୁବେଳେ ବାପାଙ୍କ ସହ ଗୋଟେ ଘରେ ରାତିରେ ଶୋଇବାକୁ ମୋତେ ଭଲ ଲାଗୁନଥାଏ। ମୋ ବାପା ବେଳେବେଳେ ରାତିରେ ଶୋଇଲା ବେଳେ ମୋତେ କୁଣ୍ଢେଇକି ଚିପିକି ଧରିକି ଶୁଅନ୍ତି। ମୋତେ ହେଲେ ରାତିରେ ଭୟ ଲାଗେ, ସେଥିପାଇଁ ତାଙ୍କ କୋଳରେ ଲାଗିକି ମୁଁ ଶୋଇପଡ଼େ। ଏମିତି ସବୁବେଳେ ରାତିରେ ଖଟରେ ମୋ ବାପାଙ୍କ ସହ ମୁଁ ଶୁଏ। ସକାଳୁ ଉଠି ମୋ ବାପା ରୋଷେଇ କରନ୍ତି। ସେ ଖାଇବା ଧରିକି ଗାଡ଼ି ଚଲାଇ ଯାଆନ୍ତି। ମୁଁ ଖାଇ ସ୍କୁଲ ଯାଏ। ମୁଁ ହେଲେ ବେଳେବେଳେ ବାପାଙ୍କୁ ସାହାଯ୍ୟ କରେ ରୋଷେଇ କଲାବେଳକୁ। ମୋ ବାପା ଜଣେ ଟ୍ରକ୍ ଡ୍ରାଇଭର। ଦିନବେଳେ ସେ କାମ କରି ଯାଆନ୍ତି, ସନ୍ଧ୍ୟାକୁ ଆସନ୍ତି। ବେଳେବେଳେ ଖାଇବା ଆଣିକି ଆଣନ୍ତି, ଆଉ ଆମେ ଖାଇକି ରାତିରେ ଶୋଇଯାଉ। ଏମିତି ସବୁଦିନ ଶୋଇବା ଭିତରେ ମୋତେ ନିଦ ହୋଇଗଲା। ମୋ ବାପା ରାତିରେ ତାଙ୍କ ହାତ ମୋ ପେଟରେ ଛାତିରେ ଆଉଁଶୁଥାନ୍ତି। ମୁଁ ହେଲେ ନିଦରେ ଶୋଇଥାଏ। ସେ ବେଳେବେଳେ ରାତିରେ ମୋ ଜଙ୍ଘକୁ ଆଉଁଶୁଥାନ୍ତି। ବେଳେବେଳେ ତାଙ୍କ କଦଳୀକୁ ଟିଙ୍ଗେଇକି ମୋତେ କୁଣ୍ଢେଇକି ଧରି ରାତିରେ ଶୁଅନ୍ତି। ମୁଁ ସେତେ ଧ୍ୟାନ ଦିଏନି, କାଳେ ସେ ମୋତେ ଗାଳି କରିବେ ବୋଲି। ଏମିତି ପ୍ରାୟ ସମୟ ରାତିରେ ଶୋଇଲା ବେଳକୁ କରନ୍ତି। ବେଳେବେଳେ ମୋ ବେଲକୁ ମୁଠେଇକି ଧରିକି ଶୁଅନ୍ତି। ନିଦରେ ଏମିତି କରୁଥିବେ ବୋଲି ମୁଁ କିଛି ନ ଭାବି ଶୋଇଯାଏ। କିନ୍ତୁ ଗୋଟେ ଦିନ ରାତିରେ ଆମେ ଖାଇକି ଶୋଇଲୁ। ତାପରେ କିଛି ସମୟ ଶୋଇବା ପରେ ସେ ମୋ ଗୋଟେ ହାତ ନେଇକି ତାଙ୍କ ଲୁଙ୍ଗି ଭିତରେ ରଖିଲେ। ତାଙ୍କର କଦଳୀକୁ ହାତରେ ଧରେଇ ଦେଇଥାନ୍ତି। ମୋ ହାତକୁ ଗରମ ଗରମ ଲାଗିଲା। ଯେତେବେଳେ ମୋ ନିଦ ଭାଙ୍ଗିଗଲା, ହେଲେ ତଥାପି ମୁଁ ସେମିତି ନ ଜାଣିଲା ଭଳି ଶୋଇଥାଏ। ବାପାଙ୍କୁ ଲାଗୁଥାଏ ମୁଁ ଶୋଇପଡ଼ିଛି ବୋଲି, କିନ୍ତୁ ସେତେବେଳକୁ ମୁଁ ସବୁ ଜାଣିପାରୁଥିଲି। ତାପରେ ସେ ଧୀରେ ଧୀରେ ମୋ ହାତକୁ ନେଇକି ତାଙ୍କ କଦଳୀକୁ ମୁଠେଇକି ଧରେଇକି ମୋ ହାତରେ ହଲେଇ ଚାଲିଲେ। ମୁଁ ନ ଜାଣିଲା ଭଳି ହାତକୁ ଟାଣି ନେଇଗଲି। ତାପରେ ସେ ଜାଣିକି ଶୋଇପଡ଼ିଲେ। ପୁଣି କିଛି ସମୟ ପରେ କଦଳୀକୁ ଟିଙ୍ଗେଇକି ମୋତେ ଜୋରରେ କୁଣ୍ଢେଇକି ଧରି ଶୋଇଲେ। ମୁଁ ସବୁଦିନ ରାତିରେ ଚଡ଼ି ପିନ୍ଧିକି ଶୋଇଥାଏ, ତେଣୁ ସେ ଚଡ଼ି ଉପରେ ତାଙ୍କ କଦଳୀକୁ ଘଷୁଥାନ୍ତି। ମୋ ଗାଣ୍ଡି ଛୋଟ ଥିଲା, ତେଣୁ ତାଙ୍କ କଦଳୀ ମୋ ଗାଣ୍ଡି ଭିତରେ ପଶିଲା ନାହିଁ। ଏମିତି ମୋ ଦେହରେ ଗାଣ୍ଡି ପିଚାରେ ଘଷି ଘଷି ପିଚିକାରି ମାରିକି ମୋ ଡ୍ରେସ୍ ଓଦା କରିଦେଲେ। ତାପରେ ସାଇଟ୍ ହୋଇଗଲେ। ମୋ ଓଦା ଡ୍ରେସ୍ ସକାଳୁ ଦେଖିଲି ଅଠା ହୋଇକି ଅଛି। ଏମିତି ବହୁତ ଦିନ ଧରି ଏସବୁ ମୋ ସହ ଚାଲିଲା। ବେଳେବେଳେ ରାତିରେ ସେ ମୋ ଚଡ଼ିରେ ହାତ ମାରି ଦିଅନ୍ତି। ଚଡ଼ି ଉପରେ ମୋ ଗୁମ୍ଫାକୁ ନ ଜାଣିଲା ଭଳି ମଥି ଦିଅନ୍ତି। ଏମିତି ସବୁଦିନ ହାତ ମାରନ୍ତି ଶୋଇବା ବେଳେ। ଏମିତି ମୋ ସହ 2 ବର୍ଷ ବିତିଗଲା। ପାଖାପାଖି 15 ବର୍ଷ ହେବା ପରେ ଦିନେ ରାତିରେ ଆମେ ଖାଇକି ଶୋଇଲୁ। ସେତେବେଳକୁ ମୋତେ ପିରିୟଡ଼୍ସ ହେଇସାରିଥିଲା। ମୋ ଗୁମ୍ଫାରୁ ହେଲେ ସବୁ ମାସରେ ରକ୍ତ ବାହାରେ। ମୋର ବେଲ ବଡ଼ ବଡ଼ ହୋଇଗଲାଣି। ମୁଁ ଦେଖିବାକୁ ଟିକେ ଗେଡ଼ି ଟାଇପ୍ର, କିନ୍ତୁ ମୋ ବେଲ ଓ ମୋ ଗାଣ୍ଡି ପୁରା ଫୁଲି ଫୁଲି ରହିଥାଏ। ମୁଁ ବାପାଙ୍କ ଠାରୁ ଟିକେ ସାଇଟ୍ ହୋଇକି ଶୋଇଥିଲି, କିନ୍ତୁ ଆମେ ଗୋଟେ ଖଟରେ ଶୋଇଥିଲୁ। ଏତେ ଦିନ ଭିତରେ ମୋର ବାପା ମୋର ସବୁ ଚିପାଚୁପି କରିଥାନ୍ତି। ରାତିରେ ଗୁମ୍ଫାରେ ହାତ ବି ଲଗେଇଛନ୍ତି, କିନ୍ତୁ କେବେ ହେଲେ ପେଲି ନାହାନ୍ତି। ନାଇଟ୍ ପିନ୍ଧିବାକୁ ଭୟ ଲାଗେ, କିନ୍ତୁ ସେଦିନ ରାତିରେ ନାଇଟ୍ ଆଉ ଚଡ଼ି ପିନ୍ଧିକି ଶୋଇଛି। ରାତି ପାଖାପାଖି 11ରୁ 12 ଭିତରେ ହେବ। ସେ ମୋ ପାଖକୁ ଆସି ଲାଗିକି ଶୋଇଲେ। ମୁଁ ଖଟର କାନ୍ଥ ସାଇଟ୍ରେ ଶୋଇଥିଲି। ମୁଁ ଯେମିତି ସାଇଟ୍ ହେଉଥାଏ, ସେ ମୋ ପାଖକୁ ଧୀରେ ଧୀରେ ନ ଜାଣିଲା ଭଳି ଆସୁଥାନ୍ତି। ନାଇଟ୍ ବନ୍ଦ ଅଛି, ଚାରିପାଖ ସବୁ ଅନ୍ଧାର। ସେ ତାଙ୍କ କଦଳୀକୁ ଟିଙ୍ଗେଇକି ମୋ ଗାଣ୍ଡିରେ ଘଷୁଥାନ୍ତି। ମୁଁ ଜାଣିଦେଲି ସେ ତାଙ୍କ କଦଳୀକୁ ମୋ ଗାଣ୍ଡି ଫାଙ୍କରେ ପଶେଇବାକୁ ଚେଷ୍ଟା କରୁଛନ୍ତି। ଏମିତି କିଛି ସମୟ କରିବା ପରେ ହଠାତ୍ ମୋତେ କୁଣ୍ଢେଇକି ଧରି ପକାଇଲେ। ମୁଁ ତାଙ୍କ ପଟକୁ ଗାଣ୍ଡି କରିକି ଶୋଇଥିଲି। ସେ ମୋ ନାଇଟ୍କୁ ପଛକୁ ଟେକିଲେ। ମୁଁ ଖାଲି ନାଇଟ୍କୁ ତଳକୁ ଖସାଉଥାଏ ଓ ସେ ଉପରକୁ ଟେକୁଥାନ୍ତି। ମୋତେ ଗୁଁ ଗୁଁ ହୋଇକି କହୁଥାନ୍ତି, ରହୁନୁ, ଟିକେ ହୋଇଗଲା। ମୁଁ କହୁଥାଏ ନାଇଁ। ମୁଁ ତାପରେ କାନ୍ଦିଲି, ଭୋ ଭୋ ହେଲି। ମୋତେ ସେହି ସମୟରେ ଭୟ ଲାଗୁଥାଏ। ସେ ତାପରେ ମୋ ନାଇଟ୍କୁ ଜବରଦସ୍ତି ଟେକିକି ଗାଣ୍ଡି କଣାରେ ଲଗେଇବାକୁ ଚେଷ୍ଟା କରୁଥାନ୍ତି, କିନ୍ତୁ ମୁଁ ଗାଣ୍ଡିକୁ ଚିପିକି ଧରିଥାଏ, ସେଥିପାଇଁ ତାଙ୍କ କଦଳୀ ମୋ ଗାଣ୍ଡିରେ ପଶୁ ନଥାଏ। କିଛି ସମୟ ଏମିତି ଗାଣ୍ଡିରେ ପେଲିବାକୁ ଲାଗିଲେ, କିନ୍ତୁ ଠିକ୍ରେ ପଶୁ ନଥାଏ। ମୁଁ ଖାଲି ହଁ ଛାଡ଼ କହୁଥିଲି। ତାପରେ ସେ ଟିକେ ହୋଇଗଲା, ରହ ଟିକେ ହୋଇଗଲା କହୁଥାନ୍ତି।
ଆଉ ଏମିତି କହି କହି ମୋ ଉପରେ ଶୋଇ ପଡ଼ିଲେ। ମୁଁ ଖାଲି କହୁଥାଏ ଉଠ ବାପା ଉଠ। ସେ କହୁଥାନ୍ତି ହଁ ହୋଇଗଲା, ହଁ ହୋଇଗଲା। ମୁଁ ପୁରା ଭୟରେ କାନ୍ଦିଲା ଭଳି ହୋଇଗଲିଣି। ସେତେବେଳକୁ ସେ ମୋ ଉପରେ ଶୋଇକି ମୋ ନାଇଟ୍କୁ ମୋ ଅଣ୍ଟା ଉପର ଯାଇ ଟେକି ଦେଇଥିଲେ। ମୁଁ ଖାଲି ନାଇଟ୍କୁ ତଳକୁ କରୁଥାଏ, କିନ୍ତୁ ସେ ଶୁଣୁନଥାନ୍ତି। ସେ ଖାଲି ତାଙ୍କ କଦଳୀକୁ ମୋ ଗୁମ୍ଫାରେ ପଶେଇବା ପାଇଁ ଚେଷ୍ଟା କରୁଥାନ୍ତି। ମୁଁ ମୋ ଗୁମ୍ଫାରେ ହାତ ଦେଇ ଦେଇଥାଏ। ମୁଁ ଖାଲି ମୁଡ଼ି ମଚକି ହେଉଥାଏ। ସେ ମୋ ହାତକୁ ଭିଡ଼ିକି ଧରିକି ଗୁମ୍ଫାକୁ ମେଲେଇବାକୁ ଲାଗୁଥାନ୍ତି। ମୁଁ ଜାକି ହେଲା ଭଳି ରହିଥାଏ। ଏମିତି ବହୁତ ସମୟ ମୁଁ ରୋକିବାକୁ ଚେଷ୍ଟା କଲି, କିନ୍ତୁ ଶେଷରେ ମୁଁ ହେଲେ ଧଇଁସଇ ହୋଇଗଲି। ଅନ୍ଧାରରେ ସେ ମୋ ଗୁମ୍ଫାକୁ ମେଲେଇକି ତାଙ୍କ କଦଳୀ ପଶେଇ ଦେଲେ। ମୁଁ ସାଙ୍ଗେ ସାଙ୍ଗେ କହିଲି ନାହିଁ ନାହିଁ କାଟୁଛି। ସେ ପୁରା ମୋ ଦୁଇଟାଯାକ ଗୋଡ଼ ମେଲେଇକି ଅନ୍ଧାରରେ ମୋ ଗୁମ୍ଫାରେ ପୂରେଇ ଦେଲେ। ଏତିକି ଭିତରେ ସେ ଅନ୍ଧାରରେ ଥାଇକି ମୋ ଗୁମ୍ଫାରେ 10ରୁ 12 ଥର ଆଙ୍ଗୁଳି ପୂରେଇ ସାରିଥାନ୍ତି। ପୁରା 10 ମିନିଟ୍ ଯାକେ ମୋତେ ପୁରା ପେଲି ଚାଲିଲେ। ମୋତେ ବହୁତ ଦରଜ ହେଉଥାଏ, କାରଣ ମୁଁ କେବେ ପେଲାପୁଲି ଖାଇନଥିଲି। ମୁଁ ଖାଲି କାନ୍ଦୁଥାଏ, ଧୀରେ ଧୀରେ କହୁଥାଏ ନାଇଁ ନାଇଁ କାଟୁଛି। ସେ ଖାଲି ହେଇଗଲା, ହଁ ହେଇଗଲା କହିକି ଜୋରରେ ଧଇଁସଇଁ ହୋଇକି ଦଲ ଦଲ କରିକି ପେଲି ଚାଲୁଥାନ୍ତି। ମୋତେ ଲାଗୁଥାଏ ସେ ଯେମିତି ଆଜି ମୋ ଗୁମ୍ଫାକୁ ପୁରା ଫଟେଇ ଦେବେ। ଏମିତି ପେଲିଲା ପରେ ତାଙ୍କର ପିଚ୍ ପିଚ୍ ହୋଇକି ବାହାରିଗଲା ମୋ ଗୁମ୍ଫା ଭିତରେ ମୋତେ ଜଣା ପଡ଼ୁଥାଏ। ସେ ମୋ ନାଇଟ୍ ସାରା ଚାରିଆଡ଼େ ଓଦା କରିଦେଲେ। ସେ ସେମିତି ଫେଁ ଫେଁ ହୋଇକି ଶୋଇଗଲେ। ମୁଁ ଟିକେ ସମୟ ପରେ ଉଠିକି ଯାଇକି ମୋ ଗୁମ୍ଫାକୁ ମେଲେଇକି ଦେଖିଲି। ଗୁମ୍ଫାରୁ ରକ୍ତ ବାହାରି ଶୁଖିକି ଅଛି। ଗୁମ୍ଫାର ଦୁଇ ଫାନ୍ଦରେ କେମିତି ଗୋଟେ ଖାଲି ଛାଇଁ ଛାଇଁ ଲାଗୁଥାଏ। ଜମାରୁ ଶୋଇବାକୁ ଇଚ୍ଛା ହେଉନଥାଏ। ମୁଁ ଭାବିଲି ସମସ୍ତଙ୍କୁ କହିଦେବି ବୋଲି, କିନ୍ତୁ ମୋ ମା ନାହାନ୍ତି। ମୁଁ ଯଦି ଏହି ବିଷୟରେ କହିଦେବି ତେବେ କାହା ପାଖରେ ରହିବି? ଏମିତି ଭାବିକି ଚୁପ୍ ହୋଇ ରହିଲି। ତାପରେ ସେ ମୋତେ 2 ଦିନ ପରେ ଆଉ ଥରେ କୋଳରେ ଭିଡ଼ିକି ଧରିକି ମୋ ଗୁମ୍ଫାରେ ଆଉ ଗାଣ୍ଡିରେ ପେଲିଲେ। ଏମିତି ଆଉ ଗୋଟେ ଦିନ ଘଟଣା ଘଟିଲା, ଯାହାକି ମୋତେ କଲଗାଲ ବନେଇ ଦେଲା। ତାହା ପାର୍ଟ 2ରେ ଜଣାଇବି। ଯଦି ଏହି କାହାଣୀଟି ଭଲ ଲାଗିଛି ତାହେଲେ କମେଣ୍ଟ, ସେୟାର, ଲାଇକ୍, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।